ମୁଁ ବହୁତ ଥର କହିଛି, ଅନେକ ଥର କହିଛି ଯେ ଜୀବନର କଥା କେବଳ ମୋ କଥା ନୁହେଁ। ହଁ, ହୁଏତ ମୋ ନାଁଟି ଜୀବନ ହୋଇପାରେ, କିନ୍ତୁ ଯାହା କହୁଛି ସେ କଥା ମୋର ନୁହେଁ ବା ଜୀବନର ନୁହେଁ। ଜୀବନର କଥା ଅର୍ଥାତ୍ ପ୍ରତ୍ୟେକ ମଣିଷ ଜୀବନର କଥା। ଏଇ କଥାକୁ ମୁଁ ଅନେକ ଥର ବୁଝେଇବାକୁ ଚେଷ୍ଟା କରିଛି ଆଜ୍ଞା। ହେଲେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଜୀବନର କଥାକୁ ବ୍ୟକ୍ତିଗତ କଥା ଭାବେ ନେଇ ଅନେକ ସମୟରେ ମୋ ସହିତ ଶତ୍ରୁତା ଆଚରଣ କରିଛନ୍ତି। ଅନେକ ସମୟରେ ମୋତେ ଦୋଷ ଦେଇଛନ୍ତି, ଅନେକ ସମୟରେ ମୋତେ ଆକ୍ଷେପ କରିଛନ୍ତି, ଅନେକ ସମୟରେ ମୋତେ ସେମାନେ ସେମାନଙ୍କର ଶତ୍ରୁ ବୋଲି ଭାବିଛନ୍ତି। କିନ୍ତୁ ଗୋଟିଏ କଥା କହିବି, ଯଦି ମୁଁ ଜୀବନର କଥା କହି କାହାର ଶତ୍ରୁ ହେଉଛି, କିଏ ମୋତେ ଘୃଣା କରୁଛି, ତେବେ ଏତିକି ତ ବୁଝି ନେବାର ଆବଶ୍ୟକତା ଅଛି ସେମାନଙ୍କୁ ମୋ କଥା ବହୁତ ବାଧୁଛି। କାହିଁକି ନା ସେମାନେ ସେଇଭଳି ଚରିତ୍ରର ଲୋକ। ନହେଲେ ସେମାନେ ମୋ ସହିତ ଶତ୍ରୁତା ଆଚରଣ କାହିଁକି କରନ୍ତେ? ଏହି ତ ଜୀବନର କଥା।